ସ୍ୱପ୍ନ ସ୍ୱପ୍ନ ତ ସବୁ କନ୍ୟାମାନଙ୍କର ଥାଏ, ସେ ସହରୀ ଗାଉଁଳି କିମ୍ବା ପାହାଡ଼ି କନ୍ୟା ହେଉ, କିନ୍ତୁ ସ୍ୱପ୍ନ ଏମିତି ଦେଖିବା ଦରକାର ଯାହା ସମାଜର ମଧ୍ୟ ମଙ୍ଗଳ କରିପାରୁଥିବ, ନିଜର ମଧ୍ୟ ହିତ ସାଧନ କରିପାରୁଥିବ। ସେହିପରି ଏକ ସୁନ୍ଦର ରୋମାଞ୍ଚକର କାହାଣୀ ଉପଭୋଗ କରିବା ଆସନ୍ତୁ। ନମସ୍କାର ଦର୍ଶକ ବନ୍ଧୁ, ଗଳ୍ପଗୁଚ୍ଛର ଏହି ସୁନ୍ଦର ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଓଡ଼ିଶାର ଗୋଟେ ଶାନ୍ତ ପାହାଡ଼ି ଗାଁ ଥିଲା। ସେଠାରେ ସବୁଦିନ ପବନର ମିଠା ସ୍ୱର ଏବଂ ପକ୍ଷୀମାନଙ୍କର ଡାକ ଶୁଣିବାକୁ ମିଳୁଥିଲା। ସେଇ ଗାଁରେ ଆର୍ୟାନ ନାମରେ ଗୋଟିଏ ଗରିବ ଯୁବକ ରହୁଥିଲା। ସେ ଛୋଟବେଳୁ ଏକ ବଡ଼ ସ୍ୱପ୍ନ ଦେଖୁଥିଲା କି ସେ ଗୋଟେ ଦିନ ବଡ଼ ମଣିଷ ନିହାତି ଭାବରେ ହେବ। ଗାଁ ପାଖରେ ଗୋଟିଏ ପୁରୁଣା ପାହାଡ଼ି ଘର ଥିଲା। ଲୋକମାନେ କହୁଥିଲେ, ସେଠାକୁ ଯାଅନି, ସେଠାରେ ରହସ୍ୟ ରହିଛି। କିନ୍ତୁ ଆର୍ୟନ ଡରୁ ନଥିଲା, କାରଣ ସେ ନିର୍ଭୀକ ଥିଲା। ଏକ ଦିନ ସେ ପାହାଡ଼ ଉପରକୁ ଗଲା। ସେଠାରେ ଗୋଟିଏ ସୁନ୍ଦର ଝିଅ ସହିତ ତାର ଦେଖାହେଲା। ନାମ ତାର ମେଘା ଥିଲା। ମେଘା ସହରରୁ ଆସିଥିଲା, କିନ୍ତୁ ସେ ଏକାକୀ ରହୁଥିଲା। ପ୍ରଥମେ ଦୁହେଁ ମାତ୍ର କଥା ହେଉଥିଲେ। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ମିତ୍ରତା ହେଲା। ତାପରେ ସେହି ମିତ୍ରତା ପ୍ରେମରେ ପରିଣତ ହେଲା। କିନ୍ତୁ ଏହି ପ୍ରେମରେ ଥିଲା ଗୋଟିଏ ରହସ୍ୟ। ଏକ ଦିନ ମେଘା ହଠାତ୍ କହିଲା, ଆର୍ୟନ, ତୁମେ ଯଦି ସଫଳ ହେବାକୁ ଚାହୁଁଛ, ତେବେ ଏହି ଗାଁ ଛାଡ଼ିବାକୁ ପଡ଼ିବ। ଆର୍ୟନ ଅବାକ୍ ହେଲା। କାହିଁକି? ମେଘା କହିଲା, ମୁଁ ତୁମକୁ ବହୁତ ଭଲ ପାଏ, କିନ୍ତୁ ତୁମ ସ୍ୱପ୍ନ ଏଠି ରହିଲେ ସମାପ୍ତ ହୋଇପାରିବନି। ଏଣୁ ତୁମ ସ୍ୱପ୍ନକୁ ସାକାର କରିବାକୁ ହେଲେ ଏହି ଗାଁ ଛାଡ଼ିବାକୁ ପଡ଼ିବ। ସେହି ରାତିରେ ଏକ ଭୟଙ୍କର ଝଡ଼ ଆସିଲା। ପରଦିନ ସକାଳେ ମେଘା ଗାୟବ ହୋଇଥିଲା। ଆର୍ୟନ ବହୁତ ଖୋଜିଲା, କିନ୍ତୁ ସେ ମିଳିଲା ନାହିଁ। ଏହି ଘଟଣା ଆର୍ୟନଙ୍କ ଜୀବନକୁ ବଦଳାଇ ଦେଲା। ସେ ଗାଁ ଛାଡ଼ି ସହରକୁ ଗଲା। ବହୁତ କଷ୍ଟ କଲା, ବହୁତ ସଂଘର୍ଷ ମଧ୍ୟ କଲା। କିଛି ବର୍ଷ ପରେ ଆର୍ୟନ ହେଲା ଗୋଟିଏ ସଫଳ ବ୍ୟବସାୟୀ। ବ୍ୟବସାୟରେ ପ୍ରଚୁର ମାନ ଧନ ସମ୍ମାନ ଲାଭ କରିବା ପରେ ସେ ପୁଣି ଦିନେ ସେଇ ପାହାଡ଼ି ଗାଁକୁ ଫେରିଲା। ସେଠାରେ ସେ ଜାଣିଲା ଗୋଟେ ଚମତ୍କାର ସତ୍ୟ। ମେଘା ପ୍ରକୃତରେ ସେହି ଗାଁର ଜମିଦାରଙ୍କର ଝିଅ ଥିଲା। ସେ ଚାହୁଁଥିଲା ଆର୍ୟନ ତାର ସ୍ୱପ୍ନ ପୂରଣ କରୁ। ସେଥିପାଇଁ ସେ ନିଜକୁ ଆର୍ୟନ ଠାରୁ ଦୂରେଇବାକୁ ଚାହିଁଥିଲା ଏବଂ ଆର୍ୟନ ଠାରୁ ନିଜକୁ ମଧ୍ୟ ଦୂରେଇ ଦେଇଥିଲା। କିଛି ମୁହୂର୍ତ୍ତ ପରେ ଆର୍ୟନ ପଛକୁ ଘୁରି ଦେଖିଲା, ପାହାଡ଼ ରାସ୍ତାରେ ମେଘା ଦଣ୍ଡାୟମାନ ହୋଇଥିଲା। ମେଘାର ଆଖିରେ ଲୁହ ଥିଲା, କିନ୍ତୁ ମୁହଁରେ ହସ ଥିଲା। ମେଘା କହିଲା, ତୁମେ ସଫଳ ହେଲ ଏବଂ ଆମ କାହାଣୀ ପୁଣି ଆରମ୍ଭ ହେବ। ଏଭଳି ପାହାଡ଼ି କନ୍ୟାର ପ୍ରେମ ହେଲା ଗୋଟେ ସଫଳତାର କାହାଣୀ। ଆର୍ୟନ ଯେତେବେଳେ ପାହାଡ଼ ରାସ୍ତାରେ ମେଘାକୁ ପୁଣି ଦେଖିଲା, ସେ ବିଶ୍ୱାସ କରିପାରୁନଥିଲା। ମେଘା, ତୁମେ ସତରେ ଫେରିଆସିଲ? ମେଘା ହସିଲା, କିନ୍ତୁ ତାଙ୍କ ଆଖିରେ ଏକ ଭୟ ଥିଲା। ସେ ଧନୀ ଥିଲା, ସୁନ୍ଦରୀ ଓ ଶିକ୍ଷିତା ମଧ୍ୟ ଥିଲା। ଶତ୍ରୁ ମଧ୍ୟ ତାକୁ ଆଖି ପିଛାଡ଼ି ପାରୁନଥିଲା। ସେ ମେଘା ଧୀରେ କହିଲା, ଆର୍ୟନ, ଆମ ପାଖରେ ଅଧିକ ସମୟ ନାହିଁ। ଆର୍ୟନ ଆଶ୍ଚର୍ଯ୍ୟ ହେଲା। କାହିଁକି? ମେଘା କହିଲା, ଏହି ପାହାଡ଼ରେ ଗୋଟିଏ ବଡ଼ ରହସ୍ୟ ଲୁଚି ରହିଛି ଏବଂ କିଛି ଲୋକ ତାହା ପାଇଁ ଆମକୁ ଖୋଜୁଛନ୍ତି। ସେହି ସମୟରେ ପାହାଡ଼ ତଳୁ ଗାଡ଼ିର ଏକ ଆଲୋକ ଦେଖାଗଲା। ମେଘା ତୁରନ୍ତ ଆର୍ୟନଙ୍କ ହାତ ଧରିଲା, କହିଲା, ଚାଲ ମୋ ସହିତ। ସେମାନେ ପାହାଡ଼ ଭିତରେ ଥିବା ଗୋଟିଏ ପୁରୁଣା ଗୁମ୍ଫା ଭିତରକୁ ପଶିଗଲେ। ଗୁମ୍ଫା ଭିତରେ ଥିବା ଗୋଟିଏ ପୁରୁଣା ଲୁହାର ଦୁଆରକୁ ମେଘା କହିଲା, ଏହା ହେଉଛି ରହସ୍ୟ, ଯାହା ପାଇଁ ଲୋକେ ଜୀବନ ମଧ୍ୟ ଦେଇଦିଅନ୍ତି। ଆର୍ୟନ ଦ୍ୱାର ଖୋଲିଲା। ଭିତରେ ଥିଲା ଗୋଟିଏ ପୁରୁଣା ଡାଏରୀ ଏବଂ ଗୋଟିଏ ମାନଚିତ୍ର। ମେଘା କହିଲା, ଏହା ମୋ ବାପାଙ୍କର। ସେମାନେ ପାହାଡ଼ ତଳେ ଲୁଚିଥିବା ଗୋଟିଏ ବଡ଼ ଧନର ରହସ୍ୟକୁ ସନ୍ଧାନ କରିଥିଲେ। କିନ୍ତୁ ସେହି ସମୟରେ ହଠାତ୍ ପଛରୁ ଗୋଟିଏ ସ୍ୱର ଆସିଲା, ତେବେ ତୁମେ ଦୁହେଁ ରହସ୍ୟ ଖୋଜିନେଲ। ଆର୍ୟନ ପଛକୁ ଘୁରି ଦେଖିଲା। ସେଠାରେ ଦଣ୍ଡାୟମାନ ଥିଲା ଗୋଟିଏ ଅଜଣା ଭୟଙ୍କର ମଣିଷ। ତା ହାତରେ ଥିଲା ଗନ୍। ସେ କହିଲା, ମୁଁ ବହୁ ବର୍ଷ ଧରି ଏହି ଧନ ଖୋଜୁଥିଲି। ଆର୍ୟନ ମେଘାକୁ ପଛକୁ ହଟାଇ ଦେଲା ଏବଂ କହିଲା, ଏହି ଧନ ତୁମକୁ ମିଳିବ ନାହିଁ। ସେହି ମଣିଷ କହିଲା, ତାହେଲେ ଆଜି ତୁମର କାହାଣୀ
ଏଇଠି ହିଁ ଶେଷ ହେବ। ଗୁହା ଭିତରେ ଭୟଙ୍କର ନୀରବତା ଖେଳିଗଲା। କିନ୍ତୁ ହଠାତ୍ ମେଘା ଗୋଟିଏ ପଥର ଫିଙ୍ଗିଲା ଏବଂ ଗୁହାର ଦିୱାରକୁ ଭାଙ୍ଗିଲା। ଏହା ଭୟଙ୍କର ଲୋକଠାରୁ ଖସିବାର ମେଘାର ଗୋଟିଏ ପ୍ଲାନ୍ ଥିଲା। ସେ ପଥରଟି ବାଡ଼କୁ ଫିଙ୍ଗିବା ପରେ ଯେଉଁ ଧୂଳି ଏବଂ ଶବ୍ଦ ହେଲା, ସେହି ଧୂଳି ଆଉ ଶବ୍ଦର ସହାୟତାରେ ଆର୍ୟନ୍ ଆଉ ମେଘା ସେଠାରୁ ଖସି ପଳାଇଗଲେ। କିନ୍ତୁ ଏହି କାହାଣୀର ଶେଷ ଏଇଠି ହୋଇନି। ଡାଏରୀର ଶେଷ ପୃଷ୍ଠାରେ ଲେଖାଥିଲା, ସତ୍ୟ ଧନ ପାହାଡ଼ ତଳେ ଲୁଚିନେ। ସତ୍ୟ ଧନ ହେଉଛି ଏକ ଗୁପ୍ତ ସୂତ୍ର ଯାହା ପୃଥିବୀକୁ ବଦଳାଇ ପାରେ। ଆର୍ୟନ୍ ଏବଂ ମେଘା ଏବେ ଆଉ ଗୋଟିଏ ବଡ଼ ରହସ୍ୟ ମଧ୍ୟରେ ପଡ଼ିଯାଇଥିଲେ ଏବଂ କିଛି ଭୟଙ୍କର ଲୋକ ସେମାନଙ୍କ ପଛରେ ଥିଲେ। ଗୁହାରୁ ପଳାଇବା ପରେ ଆର୍ୟନ୍ ଓ ମେଘା ଜଙ୍ଗଲ ମଧ୍ୟରେ ଦୌଡ଼ୁଥିଲେ। ପଛରୁ ସେହି ଅଜଣା ଲୋକ ଏବଂ ତାଙ୍କ ସହଯୋଗୀମାନେ ଖୋଜୁଥିଲେ। ମେଘା ଡାଏରୀଟା ଭଲ ଭାବରେ ଧରିଥିଲା। ଆର୍ୟନ୍ ପଚାରିଲା, ଏହି ଡାଏରୀରେ ଅସଲରେ କ'ଣ ଅଛି? ମେଘା କହିଲା, ଏହା ମୋ ବାପାଙ୍କର ଗବେଷଣା। ସେମାନେ ପାହାଡ଼ ତଳେ ଗୋଟିଏ ଶକ୍ତିର ଗୁପ୍ତ ସୂତ୍ର ଖୋଜିଥିଲେ। ଯଦି ଖରାପ ଲୋକଙ୍କ ହାତରେ ପଡ଼ିଯାଏ, ସମସ୍ତ ଦୁନିଆ ପାଇଁ ଏହା ବିପଦ ଆଣିଦେବ। ଏହା ଶୁଣି ଆର୍ୟନ୍ ଆହୁରି ଦୃଢ଼ ହେଲା। ସେମାନେ ପାହାଡ଼ ଉପରେ ଥିବା ଗୋଟିଏ ପୁରୁଣା ମନ୍ଦିରକୁ ପହଞ୍ଚିଲେ। ଡାଏରୀର ଶେଷ ପୃଷ୍ଠାରେ ଲେଖାଥିଲା, ସତ୍ୟ ରହସ୍ୟ ମନ୍ଦିରର ତଳେ ଲୁଚି ରହିଛି। ସେମାନେ ମନ୍ଦିର ଭିତରେ ଗୋଟିଏ ପୁରୁଣା ପଥର ହଟାଇଲେ। ତଳେ ଥିଲା ଗୋଟିଏ ଛୋଟ ଘର ଏବଂ ତାହାର ମଧ୍ୟରେ ଗୋଟିଏ ପୁରୁଣା ବାକ୍ସ। ଯେତେବେଳେ ଆର୍ୟନ୍ ବାକ୍ସଟିକୁ ଖୋଲିଲା, ଭିତରେ ଥିଲା ଗୋଟିଏ ଚିତ୍ର ଏବଂ କାଗଜ। ଭିତରେ ଗୋଟିଏ ଚିପ୍ସ ଥିଲା ଏବଂ କାଗଜ ମଧ୍ୟ ଥିଲା। ଏହି ସମୟରେ ହଠାତ୍ ସେହି ଅଜଣା ଲୋକ ପୁଣି ଆସି ପହଞ୍ଚିଗଲା। ସେ ହସି କହିଲା, ଏବେ ସବୁକିଛି ମୋର। ସେ ଗନ୍ ଉଠାଇଲା, କିନ୍ତୁ ସେହି ମୁହୂର୍ତ୍ତରେ ଆର୍ୟନ୍ ସାହସ ଦେଖାଇ ତାକୁ ଧକ୍କା ଦେଲା, ଯାହାଫଳରେ ଗନ୍ଟି ତଳେ ପଡ଼ିଗଲା। ପୋଲିସ ମଧ୍ୟ ସେଠାରେ ପହଞ୍ଚି ସାରିଥିଲା, କାରଣ ପୋଲିସକୁ ଏହାର ଠିକ୍ ପୂର୍ବରୁ ମେଘା ସୂଚନା ଦେଇଥିଲା। ସେହି ଅପରାଧୀକୁ ଧରାଗଲା। ତାପରେ ଆର୍ୟନ୍ ଓ ମେଘା ସେହି ଗୁପ୍ତ ସୂତ୍ରକୁ ସରକାରଙ୍କୁ ଦେଇଦେଲେ, ଯାହା ଦେଶର ଉପକାରରେ ବ୍ୟବହାର ହେଲା। କିଛି ମାସ ପରେ ସେହି ପାହାଡ଼ି ଗାଁରେ ଗୋଟିଏ ବଡ଼ ରିସର୍ଚ୍ଚ ସେଣ୍ଟର ତିଆରି କରାଗଲା। ଆର୍ୟନ୍ ଓ ମେଘା ଏବେ ସେହି ପ୍ରୋଜେକ୍ଟର ନେତୃତ୍ୱ କରୁଥିଲେ। ପାହାଡ଼ ଉପରେ ସୂର୍ଯ୍ୟ ଡୁବୁଥିଲା। ମେଘା ହସି କହିଲା, ଦେଖ, ଆମ ପ୍ରେମ ମାତ୍ର କାହାଣୀ ନୁହେଁ, ସଫଳ ହେଲା। ଆର୍ୟନ୍ ମଧ୍ୟ ହସିଲା। ଏଭଳି ପାହାଡ଼ି କନ୍ୟାର ପ୍ରେମ, ରହସ୍ୟ ଓ ସାହସର ଶେଷ ହେଲା ଗୋଟିଏ ବଡ଼ ସଫଳତାର କାହାଣୀରେ। ଦର୍ଶକ ବନ୍ଧୁ, ଆଶା କରୁଛି ଗଳ୍ପଗୁଚ୍ଛର ଏହି ସୁନ୍ଦର ରୋମାଞ୍ଚକର କାହାଣୀଟି ଆପଣଙ୍କୁ ବହୁତ ଖୁସି ଦେଇଥିବ। ଏହିପରି ଗଳ୍ପଗୁଚ୍ଛରୁ ନୂଆ ନୂଆ କାହାଣୀ ଶୁଣିବା ପାଇଁ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ଯଥେଷ୍ଟ ପରିମାଣରେ ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଫେସବୁକ୍ ପେଜରୁ ଦେଖୁଥିଲେ ଫଲୋ କରନ୍ତୁ। ଦର୍ଶକ ବନ୍ଧୁ, ଭିଡ଼ିଓଟି ସହିତ ଏପର୍ଯ୍ୟନ୍ତ ରହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପୁଣି ଦେଖା ହେବ ନୂଆ ଏକ ଗଳ୍ପଗୁଚ୍ଛର